ନମସ୍କାର, ଜୟ ଜଗନ୍ନାଥ ପିଲାମାନେ। ପିଲାମାନେ ସମସ୍ତେ ଜାଣିଥିବ କାଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ କି ଯେଉଁ କନିଷ୍ଠ ଶିକ୍ଷକ ଆମର ନିଯୁକ୍ତି ହେଇଥିଲା ତା ଦେହରେ ଖାଲି ଥିବା ଆଉ 6000 ପଦରେ ସରକାର ନିଯୁକ୍ତି ଦେବା ପାଇଁ। ସେଇଟା ଆଜି ନ୍ୟୁଜ୍ ପେପରରେ ଦେଇଛି। ଚାଲନ୍ତୁ ଦେଖିଦେବା କ'ଣ ରହିଛି ନ୍ୟୁଜ୍। ଦେଖ, ମେଧା ତାଲିକାରୁ ନିଯୁକ୍ତ ହେବେ ପ୍ରାର୍ଥୀ ହେଲା। ଯେଉଁ ଆମର ମେଧା ତାଲିକାଟା ପ୍ରସ୍ତୁତ ହୋଇଥିଲା ଏବଂ ଯେଉଁ 13000 ପିଲା ନିଯୁକ୍ତି ପାଇଛନ୍ତି ହେଲା, ଆଉ ଯେଉଁ ବା 14000 ପିଲା ନିଯୁକ୍ତି ପାଇଛନ୍ତି ବୋଲି ସରକାର କହୁଛନ୍ତି, ଆଉ ଯେଉଁ 6000 ପଦ ଫାଙ୍କା ରହିଯାଇଛି ସେଇଟା କୋର୍ଟରେ ସେଇଟା କେସ୍ ହେଇଥିଲା। ଆଶାୟୀ ମାନେ କେସ୍ କରିଥିଲେ ଏବଂ ତାହାର କାଲି ଫଳ ପ୍ରକାଶ ପାଇଛି ହେଲା। କୋର୍ଟ କହିଛନ୍ତି ଯେ ଆଉ ଯେଉଁ 6000 ପଦ ଥିଲା ଖାଲି ଥିଲା ସେଥିରେ ନିଯୁକ୍ତି ଦେବା ପାଇଁ। ସେଇଟା କେବେ ନିଯୁକ୍ତି ଦେବେ ସେଇଟା ସରକାରଙ୍କ ଉପରେ ନିର୍ଭର କରେ। ଏମିତି କୋର୍ଟ କିଛି ଡେଟ୍ କହିନାହାନ୍ତି କେବେ ନିଯୁକ୍ତି ଦେବା ପାଇଁ, କିନ୍ତୁ ଆମେ ଆଶା କରିବା ସରକାର ସେଇଟାକୁ ଜଲ୍ଦି ପୂରଣ କରିଦେବେ ବୋଲି। ଦେଖନ୍ତୁ, 20000 କନିଷ୍ଠ ଶିକ୍ଷକ ପଦରୁ ପ୍ରାୟ 14000 ପଦରେ ନିଯୁକ୍ତି ଶେଷ ହୋଇଥିଲା ବେଳେ ଆହୁରି 6000 ପଦ ଫାଙ୍କା ପଡ଼ିଛି। ପୂର୍ବରୁ ପ୍ରସ୍ତୁତ ମେଧା ତାଲିକା ପ୍ରାର୍ଥୀଙ୍କୁ ଏହି 6000 ପଦରେ ନିଯୁକ୍ତି ଦେବାକୁ ହାଇକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ମେଧା ତାଲିକା ଥିଲା ସେଇଥିରୁ ପୁଣି ସେକେଣ୍ଡ ମେରିଟ୍ ଲିଷ୍ଟ କରି ପିଲାମାନଙ୍କୁ ନିଯୁକ୍ତି ଦେବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆମର ବାହାରିଥିଲା କେତେ ନା, ଆମର 20000 ପଦ ବି ବାହାରିଥିଲା ହେଲା, କିନ୍ତୁ ଆମର ସରକାର ଆମକୁ 14000 ପଦରେ ନିଯୁକ୍ତି ଦେଇଛନ୍ତି। ଆଉ ଯେଉଁ 6000 ରହିଛି ସେଇଟା କୋର୍ଟ କହିଛନ୍ତି ଯେ ଦେବା ପାଇଁ, କିନ୍ତୁ ସେଇଟା 6000 ନୁହଁ, ସେଇଟା ହେବ କେତେ, ସେଇଟା ହେବ 4000। କାହିଁକି ନା ଯେଉଁ ଆମର SC ST ପିଲା ଆଉ ନାହାନ୍ତି, ତ ଆଉ ଯେଉଁ 4000 ରହିଲା ସେଇଟା ଏଠି କହିଛନ୍ତି କୋର୍ଟ ପିଲାଙ୍କୁ ନିଯୁକ୍ତି ଦେବା ପାଇଁ। ତ ଆମେ ଆଶା କରିବା ସରକାର ଜଲ୍ଦି ନିଯୁକ୍ତି ଦେଇଦିଅନ୍ତୁ ଏବଂ ଯେଉଁ ପିଲାମାନେ ଅଛନ୍ତି ଆଶାୟୀ ଅଛନ୍ତି ସେମାନେ ନିଯୁକ୍ତି ପାଇଯାଆନ୍ତୁ। ରହୁଛି ପିଲେ, ଧନ୍ୟବାଦ, ଜୟ ଜଗନ୍ନାଥ।